আজি কন্ধমাଳ জিলা পুলিশ 5টি থানা অঞ্চଳରେ ଏକ କାଳିନୀ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ପ୍ରାୟ 10,852 କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ପ୍ରଥମ ଥର ପାଇଁ ପୋଲିସ ଏକ କାଳିନୀ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ସଫଳତା ହାସଲ କରିଛି। ଉଲ୍ଲେଖଯୋଗ୍ୟ ଯେ କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ କନ୍ଧମାଳ ଏସପିବି ହରିଶ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଗୋଛାପଡ଼ା ଥାନା ଅନ୍ତର୍ଗତ ଦାରୁଗଣ୍ଡା ଘାଟି ନିକଟ ଜଙ୍ଗଲରୁ 6520 କେଜି, ଫିରିଙ୍ଗିଆ ଥାନା ତର ଅଧୀନରେ ଥିବା କାସିନପଦର ଗ୍ରାମ ପଞ୍ଚାୟତ ମାଝିପଡ଼ା ଜଙ୍ଗଲରୁ 1520 କେଜି, ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଦୁଜୁ ଗ୍ରାମ ପଞ୍ଚାୟତ ମିନିଆକୋଟି ଜଙ୍ଗଲରୁ 2052 କେଜି, ବାଲିଗୁଡ଼ା ଥାନା ଅଧୀନ ଜାକ୍ରିପଦା ଜଙ୍ଗଲରୁ 650 କେଜି, ଟିକାବାଲି ଥାନା ଅନୁର୍ଗତ ସୁନାଭଙ୍ଗା ଗ୍ରାମ ନିକଟରୁ 110 କେଜି ଜବତ କରାଯାଇଛି। ସମୁଦାୟ 10,852 କେଜି ଜବତ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।